ଭାଇରାଲ ଗାର୍ଲ ମୋନାଲିସାଙ୍କ କାର୍ ଦେଖି ଲୋକେ ଚମକି ଗଲେ। କିଏ ଦେଲା ଏତେ ଦାମୀ କାର୍? ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ତ କୁମ୍ଭ ମେଳାରେ ଏକ ଝିଅ ଭାଇରାଲ ହେବାରେ ଦେଖିଥିବେ। ଏହି ଯୁବତୀ ଜଣଙ୍କୁ ନେଇ ଅନେକ ପ୍ରକାର ଖବର ବି ଆସିଥାଏ। ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ସେହି ଭାଇରାଲ ଯୁବତୀଙ୍କୁ ନେଇ ଆସିଥିବା ଖବର ବିଷୟରେ କିଛି ସୂଚନା ପାଇପାରିବେ। ଏହି ଯୁବତୀ ଜଣକ ହେଉଛନ୍ତି ମୋନାଲିସା। ମୋନାଲିସା ଏବେ ପୁଣି ନଜର ଆସିଛନ୍ତି, ଯିଏ ଦିନେ ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିଲେ। ଆଜି ସେ 1 କୋଟି ଟଙ୍କାର କାର୍ ଭିତରେ ବସିଥିବାର ନଜର ଆସୁଛନ୍ତି। ଏହି ଯୁବତୀ ଜଣକ ଅନେକ ସୁନା ଗହଣା ପିନ୍ଧିଥିବାର ମଧ୍ୟ ନଜର ଆସିଛନ୍ତି। ମୋନାଲିସାଙ୍କ ଚେହେରା ଚକମକ କରୁଛି। ତାଙ୍କୁ ଦେଖିଲେ ଏଭଳି ଲାଗୁଛି ସତେ ଯେପରି ସେ ଘରେ ପାର୍ଲର ଖୋଲି ଦେଇଛନ୍ତି। ଏହି ଯୁବତୀ ଜଣକ ଭାଗ୍ୟ ଏଭଳି ଭାବରେ ଚମକି ଉଠିଛି, ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏହି ଯୁବତୀ ଜଣକ ନାଁରେ ସମସ୍ତେ କିଛି ନା କିଛି କହିବାକୁ ଚାହାନ୍ତି। ମହାକୁମ୍ଭ ମେଳାରେ ବହୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ମୋନାଲିସା। ପ୍ରଥମେ ସେ ତାଙ୍କ ମାଙ୍କ ପାଇଁ ସୁନା ଚେନ୍ କିଣିଥିବାର ଭାଇରାଲ ହୋଇଥିଲା। ଏବେ ଲୋକେ ତାଙ୍କୁ 1 କୋଟି ଟଙ୍କାର କାର୍ରେ ଯିବା ଦେଖୁଛନ୍ତି, ଆଉ ଲୋକ ତାଙ୍କର ଅଟୋଗ୍ରାଫ ନେବାକୁ ବ୍ୟାକୁଳ ହୋଇପଡ଼ୁଛନ୍ତି। ସୋସିଆଲ ମିଡ଼ିଆର ପାୱାର କେତେ ତାହା ମୋନାଲିସାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ମୋନାଲିସା ଭୁଲସେ ଯାହାଙ୍କ ବୟସ ହେଉଛି 16 ବର୍ଷ, ସେ ମହାକୁମ୍ଭ ମେଳାରେ ମୋତି ଆଉ ରୁଦ୍ରାକ୍ଷ ମାଳ ବିକ୍ରି କରୁଥିଲେ। ସରଳ ଦେଖାଯାଉଥିବା ଏହି ଝିଅଟି ଏବେ ତାରକା ପାଲଟି ଯାଇଛି। ଏହା ଏକ ଭାଇରାଲ ଫଟୋ ଦ୍ୱାରା ଘଟିଥିଲା। ବଲିଉଡ୍ ଜଗତରେ ସେ ଫିଲ୍ମ ଅଫର ପାଇଥିଲେ। ଏବେ ସେ ଅଭିନେତ୍ରୀ ହୋଇସାରିଛନ୍ତି, ଆଉ ତାଙ୍କର ଆଲବମ୍ ଏବେ ରିଲିଜ୍ ହେଉଛି। କୁମ୍ଭ ମେଳାରେ ତାଙ୍କର ଜଣେ ଫଟୋଗ୍ରାଫର ଫଟୋ ଉଠାଇଥିଲେ, ଆଉ ଏବେ ସେ ଭାଇରାଲ ହୋଇ ଯାଇଛନ୍ତି। ସେ ତାଙ୍କ ପିଲାଦିନ ଏକ ଛୋଟ ଘରେ ବିତାଇଥିଲେ, ଆଉ ଏବେ ସେ ଭଲ ଘରେ ରହୁଛନ୍ତି, ରେଷ୍ଟୁରାଣ୍ଟରେ ଖାଉଛନ୍ତି। ଆଉ ଏବେ ସେ ମୁମ୍ବାଇରେ ଘର କିଣିବା ପାଇଁ ଚାହୁଁଛନ୍ତି। ମୋନାଲିସା ଠିକ୍ ରାସ୍ତାରେ ଯାଇ ତାଙ୍କ ଭାଗ୍ୟ ସଜାଡ଼ି ଦେବେ ବୋଲି ସମସ୍ତେ କହୁଛନ୍ତି।